କାହିଁକି ପାଳନ କରାଯାଏ ମହାଶିବରାତ୍ରି। ଦର୍ଶକ ବନ୍ଧୁ, ଏହି ମହାଶିବରାତ୍ରି କାହିଁକି ପାଳନ କରାଯାଏ ଜାଣିବା ଏବଂ ଏହା ପଛରେ ଲୁଚି ରହିଥିବା କିଛି ରୋଚକ ତଥ୍ୟ ମଧ୍ୟ ଆଜି ଜାଣିବା ଏହି ଭିଡିଓରେ। ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ମହାଶିବରାତ୍ରି ଦେଶ ଓ ବିଦେଶରେ ପାଳନ କରାଯାଏ। ଏହି ଦିନଟିକୁ ବହୁତ ପବିତ୍ର ବୋଲି ବିଚାର କରାଯାଏ। ଦିନ ସାରା ଭକ୍ତମାନେ ନିର୍ଜଳା ଉପବାସ ରହିଥାନ୍ତି। ରାତି ହେଲେ ଉଜାଗର ରହି ଦୀପଦାନ କରି ପ୍ରଭୁଙ୍କୁ ସ୍ମରଣ କରିଥାନ୍ତି। ମହାଦୀପ ଉଠିବା ପରେ ଏହାର ପରିସମାପ୍ତି ହୋଇଥାଏ। କିଛି ସନ୍ଥଙ୍କ ମତରେ ଶିବରାତ୍ରି ଦିନ ସମୁଦ୍ର ମନ୍ଥନରେ ଯେଉଁ ହଳାହଳ ବିଷ ନିର୍ଗତ ହୋଇଥିଲା, ଜଗତର ରକ୍ଷା କରିବା ପାଇଁ ଦେବାଦିଦେବ ମହାଦେବ ପିଇ ଯାଇଥିଲେ। ଏ କଥା ମଧ୍ୟ କୁହାଯାଏ ଯେ ଏହି ଦିନ ଶିବଲିଙ୍ଗଙ୍କର ପ୍ରତିଷ୍ଠା ହୋଇଥିଲା। ଏହାକୁ ଆଧାର କରି ବ୍ରହ୍ମା ଓ ବିଷ୍ଣୁଙ୍କର ପରୀକ୍ଷା ନେଇଥିଲେ ମହାଦେବ। ଶିବଙ୍କର ଏହି ପବିତ୍ର ପୂଜା ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହୋଇଥିଲା। ଏକଥା ବି କୁହାଯାଏ ଶିବରାତ୍ରି ଦିନ ପ୍ରଭୁ ତାଣ୍ଡବ ନୃତ୍ୟର ପ୍ରରୋଚନା କରିଥିଲେ ଏବଂ ବିଶ୍ୱାସ ରହିଛି ପ୍ରଥମ ଗୁରୁ, ଯାହାକି ଆଦି ଗୁରୁ ମହାଦେବଙ୍କୁ ଆରାଧନା କରି ଜ୍ଞାନ ପ୍ରାପ୍ତି କରିଥିଲେ। ଏକ ପୌରାଣିକ ମତରେ ମହାଶିବରାତ୍ରି ଦିନ ମହାଦେବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ। ସ୍କନ୍ଦ ପୁରାଣ, ଲିଙ୍ଗ ପୁରାଣ ଓ ଶିବ ପୁରାଣରେ ସ୍ପଷ୍ଟ ଭାବରେ ମହାଶିବରାତ୍ରି ବିଷୟରେ ଉଲ୍ଲେଖ ରହିଛି। ତେବେ ଅଜ୍ଞାନ ଓ ଅନ୍ଧାରରୁ ମୁକ୍ତି ପାଇଁ ଏହି ଦିନକୁ ପାଳନ କରାଯାଏ। ଖାସ୍ ସେଇଥିପାଇଁ ଭକ୍ତମାନେ ଜାଗରଣ କରି ମନ ଓ ଚେତନା ଓ ବୁଦ୍ଧିରେ ବଡ଼ ଧରଣର ପରିବର୍ତ୍ତନ ଆଣିଥାନ୍ତି। କେବଳ ସେତିକି ନୁହେଁ, ଶିବରାତ୍ରି ଦିନରେ ତତ୍ତ୍ୱ ଏକଥା ବି ସୂଚାଇଥାଏ, ସୃଷ୍ଟିର ସର୍ଜନା ଏଭଳି ହୋଇଛି ଯେଉଁଠି ଅନ୍ତିମ ନିର୍ଣ୍ଣୟରେ ଏକ ବିନ୍ଦୁରେ କେହି ବି ପହଞ୍ଚି ପାରିବେ ନାହିଁ। ଅର୍ଥାତ୍ ଜଗତର ପ୍ରତିଟି ପ୍ରାଣୀ ବଡ଼ କି ଛୋଟ ବୋଲି କୁହାଯାଇ ପାରିବ ନାହିଁ। ସମୟର ଆବଶ୍ୟକତାରେ ଜଗତର ପ୍ରତିଟି ସୃଷ୍ଟି କିଛି ନା କିଛି ଜ୍ଞାନର ଅଧିକାରୀ ଏବଂ ସ୍ଥଳ ବିଶେଷରେ ଉପଯୋଗୀ ମଧ୍ୟ। ଆଶୁତୋଷ ଶିବରାତ୍ରି ଦିନରେ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି। ଆମ ବ୍ୟବସ୍ଥାରେ ପ୍ରତି ଚନ୍ଦ୍ର ମାସରେ ଶିବଙ୍କୁ ପୂଜା କରାଯାଇଥାଏ। ଦ୍ୱାଦଶ ମାସରେ କରାଯାଉଥିବା ଶିବଙ୍କର ଏହି ପୂଜାକୁ ମହାଶିବରାତ୍ରି ବୋଲି କୁହାଯାଏ। ଅନ୍ୟ ସବୁ ଦେବାଦେବୀଙ୍କ ପୂଜା ଅପେକ୍ଷା ଏହାର ସ୍ୱତନ୍ତ୍ରତା ରହିଛି। ଦିନଟି ଯାକ ଉପବାସ ରହିବା ପରେ ସନ୍ଧ୍ୟା ବେଳକୁ ଉଜାଗର ରହି ଦୀପ ଜାଳି ପ୍ରଭୁଙ୍କର ଆରାଧନା କରିଥାନ୍ତି। ଓମ୍ ନମ ଶିବାୟ ଓ ପଞ୍ଚାକ୍ଷର ମନ୍ତ୍ରରେ ପ୍ରକମ୍ପିତ ହୋଇ ଉଠେ ଶୈବ ପୀଠ। ଓଡ଼ିଶାର ପୁରୀ ଲୋକନାଥ ପୀଠ, ଭୁବନେଶ୍ୱରର ଲିଙ୍ଗରାଜ ପୀଠ, ଢେଙ୍କାନାଳର କପିଳାସ ସ୍ଥିତ ପ୍ରଭୁ ଚନ୍ଦ୍ରଶେଖର, ଶରଣକୂଳରେ ଥିବା ଲଡୁ ବାବା, କଟକର ଧବଳେଶ୍ୱର, ଭଦ୍ରକର ବାବା ଆଖଣ୍ଡଳମଣି, ବାଲେଶ୍ୱରର ନୀଳଗିରି ସ୍ଥିତ ପଞ୍ଚଲିଙ୍ଗେଶ୍ୱର, କୋରାପୁଟରେ ଗୁପ୍ତେଶ୍ୱରଙ୍କ ଠାରୁ ଆରମ୍ଭ କରି ପ୍ରତି ଜିଲ୍ଲାରେ ପ୍ରତ୍ୟେକ ଶୈବପୀଠ ମାନଙ୍କରେ ସେଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ। ସାଙ୍ଗମାନେ, ଲୋକାରଣ୍ୟ ହୋଇ ଉଠେ। ଓଡ଼ିଶାରେ ନୁହେଁ, ତାମିଲନାଡୁରେ ମଧ୍ୟ ତିରୁବନ୍ତମଲାଇରେ ଥିବା ଅନ୍ନମଲାଇ ମନ୍ଦିରରେ ଶିବରାତ୍ରି ଧୁମଧାମରେ ପାଳନ କରାଯାଏ। ଦୀର୍ଘ 14 କିଲୋମିଟର ଧରି ଖାଲି ପାଦରେ ଭକ୍ତମାନେ ପାହାଡ଼ ଉପରକୁ ଯାଇ ପ୍ରଭୁଙ୍କର ଆରାଧନା କରିଥାନ୍ତି। ଦୀପଦାନ ଆଦି ପରମ୍ପରା ମଧ୍ୟ ସେଠାରେ ପ୍ରଚଳିତ ଅଛି। ବାରାଣାସୀରେ ଶିବରାତ୍ରି ଦିନଟିକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଏ। କାଶୀର ଶିବରାତ୍ରିରେ ଭୈରବ ଉତ୍ସବ ପାଳନ କରାଯାଏ। ତାନ୍ତ୍ରିକଙ୍କ ମତରେ ଭକ୍ତମାନେ ଏଠାରେ ପୂଜା କରିଥାନ୍ତି। ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରେ ପ୍ରଭୁଙ୍କର ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ରୁଣ୍ଡ ହୋଇଥାନ୍ତି। ଗୁଜରାଟରେ ଦାମୋଦର କୁଣ୍ଡରେ ଏହି ମହାଶିବରାତ୍ରି ଦିନ ସ୍ନାନ କରାଯାଏ। ସେଠାରେ ବିଶ୍ୱାସ ଅଛି ଯେ ପ୍ରଭୁ ସ୍ୱୟଂ ଏହି କୁଣ୍ଡରେ ଏକଦା ସ୍ନାନ କରିଥିଲେ। ପଶ୍ଚିମବଙ୍ଗରେ ଶିବରାତ୍ରିରେ ତାରକେଶ୍ୱର ନିକଟରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥାଏ। କୁମାରୀ କନ୍ୟା ଶିବରାତ୍ରିରେ ସେଠାରେ ମାନସିକ ରଖି ପୂଜା କରିଥାନ୍ତି। ପଞ୍ଜାବରେ ହିନ୍ଦୁମାନେ ଶିବରାତ୍ରିରେ ଶୋଭାଯାତ୍ରାରେ ଯାଇଥାନ୍ତି। ନେପାଳରେ ଶିବରାତ୍ରିକୁ ଛୁଟି ବୋଲି ଘୋଷଣା କରାଯାଇଥାଏ। ପଶୁପତିନାଥଙ୍କ ଠାରେ ଦର୍ଶନ ଲାଗି ଶିବରାତ୍ରି ଦିନ ଲକ୍ଷାଧିକ ଭକ୍ତ ଏକାଠି ହୋଇଥାନ୍ତି। ଏଠାରେ ବିବାହିତା ମହିଳାମାନେ ନିଜର ସ୍ୱାମୀଙ୍କ ପାଇଁ ଓ ଅବିବାହିତ ଝିଅମାନେ ଶିବଙ୍କ ପରି ବର ପାଇବା ପାଇଁ ମାନସିକ କରିଥାନ୍ତି। ଦର୍ଶକ ବନ୍ଧୁ, ଆଜିର ଭିଡିଓରେ ଶିବରାତ୍ରିର କିଛି ମହାତ୍ମ୍ୟ ଏବଂ କିଛି ଅଲୌକିକ କଥା ଆମେ ସମସ୍ତେ ଜାଣିଲେ। ଆଶା କରୁଛି
ଆଜିର ଏହି ଭିଡିଓଟିକୁ ଆପଣମାନଙ୍କ ହୃଦୟକୁ ନିହାତି ଛୁଇଁଥିବ ଏବଂ ଆପଣମାନଙ୍କୁ କିଛି ରୋଚକ ତଥ୍ୟ ପାଇଥିବେ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରିବେ ଏବଂ ଏହିପରି ଭିଡିଓ ଆଗାମୀ ଦିନରେ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ବେଲ୍ ଆଇକନକୁ କ୍ଲିକ୍ କରିଦେବେ। ରହୁଛି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।